ବିଦ୍ୟାଠାରୁ ବୁଦ୍ଧି ବଡ଼। ସୁନ୍ଦର ବୋଲି ଗୋଟିଏ ଗ୍ରାମଟିଏ ଥିଲା। ସେହି ଗ୍ରାମଟିରେ ବ୍ରାହ୍ମଣ ଶାସନିଆ ପଣ୍ଡା ବ୍ରାହ୍ମଣମାନେ ବାସ କରନ୍ତି। ସେହି ଗ୍ରାମର 4 ଜଣ ଅତି ସାଙ୍ଗ ଥିଲେ। ସେମାନଙ୍କ ମଧ୍ୟରୁ 3 ଜଣ ସିନା ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ, ହେଲେ ବୁଦ୍ଧି ତାଙ୍କର କମ୍ ଥିଲା। ହେଲେ ଚତୁର୍ଥ ସାଙ୍ଗର ବୁଦ୍ଧି ଥିଲା ଅଧିକ। ଏମିତି ଦିନେ 4 ସାଙ୍ଗଯାକ ବିଚାର କଲେ ଯେ ଆମେ ଆଉ ଏ ଗ୍ରାମରେ ରହି କ'ଣ କରିବା? ଉପାସ ଭୋକରେ ସମୟ ବିତେଇବାଠାରୁ ଭଲ ଚାଲ ଆମେ 4 ଜଣ ଯାକ ବିଦେଶ ଯାଇ କିଛି ଧନ ରୋଜଗାର କରିବା। ଏପରି ବିଚାର ବିମର୍ଶ 4 ଜଣଙ୍କ ମଧ୍ୟରେ ହେଲା। ସେମାନେ ସାଥୀ ହୋଇ ବିଦେଶ ବାହାରିଲେ। ଚାଲିବା ମାର୍ଗରେ ଅନ୍ୟ ସାଙ୍ଗ ଜଣକ ପଛରେ ପଡ଼ିଯାଇଥିବା ଦେଖି 3 ପଣ୍ଡିତ ସାଙ୍ଗ ବିଚାର କଲେ, ସେଇଟାର ତ ଶାସ୍ତ୍ରରେ ପାଣ୍ଡିତ୍ୟ ନାହିଁ, ହେଲେ ଆମ 3 ଜଣଙ୍କ ପାଣ୍ଡିତ୍ୟ ବଳରେ ସେ ରୋଜଗାର କରିବ। ହେଲେ ଆମେ ଅଯଥାରେ କାହିଁକି ତାକୁ ଧନ ଦେବା? ସେମାନଙ୍କ ମଧ୍ୟରୁ ଜଣେ ଥାଇ କହିଲା, ଆରେ ସେ ତ ଦୂରର କଥା, ଆଗେ ଆମେ କି ରୋଜଗାର କରୁଛେ ଦେଖ, ତାପରେ ଯାଇ ସିନା ଅନ୍ୟ କଥା। ତେବେ ସେ ଯେତେ ହେଲେ ଆମର ସାଙ୍ଗ, ତା ପ୍ରତି ଏପରି ଅନ୍ୟାୟ କରିବା ଅପେକ୍ଷା ତାକୁ ବରଂ ଦୂରେଇ ଦେବା ଉଚିତ। ଆମେ ତ ତାହା କରିନାହାନ୍ତି। ଏହିପରି କଥାବାର୍ତ୍ତା ମଧ୍ୟରେ ସେମାନେ ଅନେକ ମାର୍ଗ ଅତିକ୍ରମ ଆସନ୍ତି। ମାର୍ଗ ମଧ୍ୟରେ ସେମାନେ ଗୋଟିଏ ସିଂହର ଅସ୍ଥିଗୁଡ଼ିକ ଦେଖି ନିଜର ଶାସ୍ତ୍ରର କରାମତିକୁ ପ୍ରମାଣ କରିବାକୁ ଯାଇ ହାଡ଼ଗୁଡ଼ିକୁ ଖଞ୍ଜି ଏକାଠି କରିଦେଲେ। ତାପରେ ସେମାନଙ୍କ ମଧ୍ୟରେ ଜଣେ ସାଙ୍ଗ ଥିଲା, ସେହି ଅସ୍ଥିଗୁଡ଼ିକ ଉପରେ ସିଂହର ଛାଲଟିକୁ ପିନ୍ଧାଇ ଦେଲା। ତାଙ୍କ ମଧ୍ୟରେ ଆଉ ଯେଉଁ ସାଙ୍ଗ ଜଣକ ଥିଲା, ସେ କହିଲା, ଦେଖ, ମୁଁ ମୋର ବିଦ୍ୟା ବଳରେ ସିଂହକୁ ଜୀବଦାନ ଦେଇଦେବି। ସମସ୍ତଙ୍କ ସହିତ ଥାଇ ଏ ସମସ୍ତ କଥାକୁ ଚତୁର୍ଥ ସାଙ୍ଗଟି ଦେଖୁଥିଲା। ସେ ସଙ୍ଗେ ସଙ୍ଗେ କହିଲା, କିରେ, ତମେମାନେ କ'ଣ ପାଗଳ ହୋଇଗଲ ନା କ'ଣ? ଯଦି ସେ ସିଂହଟା ଜୀବନ ପାଇଗଲା, ତାହେଲେ ତ ସେ ପ୍ରଥମେ ଆମକୁ ଖାଇଯିବ। ତୃତୀୟ ସାଙ୍ଗଟି ଅତି ଅହଙ୍କାର ଦେଖାଇ ଚତୁର୍ଥ ସାଙ୍ଗକୁ କହିଲା, ଆରେ ତୁଇଟା ତ ଗୋଟାଏ ମୂର୍ଖ। ଆରେ ଶାସ୍ତ୍ରରୁ ଆମେ ଯେଉଁ ତାର କରାମତି କଥା ଜାଣିଛୁ, ତୋତେ କ'ଣ ଜଣା କିରେ? କେବଳ ଏବେ ତୁ ମୋ ବିଦ୍ୟାର କରାମତି ଦେଖ। ଏ କଥା ଶୁଣି ଚତୁର୍ଥ ସାଙ୍ଗଟି କହିଲା, ଭଲ କଥା, ମୁଁ ତ ଗୋଟାଏ ମୂର୍ଖ। ତୁମେମାନେ ଯଦି ବିଦ୍ୟା ବୁଦ୍ଧିରେ ପାରଙ୍ଗମ, ତାହେଲେ ରହ, ମୁଁ ଆଗ ବୃକ୍ଷକୁ ଚଢ଼ିଯାଏ, ତାପରେ ତୁ ତୋର ଶାସ୍ତ୍ରକୁ ପରୀକ୍ଷା କରିବୁ। ଏହା କହି ଚତୁର୍ଥ ସାଙ୍ଗଟି ସଙ୍ଗେ ସଙ୍ଗେ ମାର୍ଗ ପାର୍ଶ୍ୱରେ ଥିବା ଉଚ୍ଚ ବୃକ୍ଷକୁ ଚଢ଼ିଗଲା। ତହିଁ ସଙ୍ଗେ ସଙ୍ଗେ ସିଂହଟି ଜୀବନ ପାଇ 3 ଜଣ ସାଙ୍ଗକୁ ଖାଇଦେଇ ଜଙ୍ଗଲ ମଧ୍ୟକୁ ପଳାଇଗଲା। କିନ୍ତୁ ଚତୁର୍ଥ ସାଙ୍ଗଟି ବୁଦ୍ଧିଆ ଥିବାରୁ ବୃକ୍ଷକୁ ଚଢ଼ିଯାଇ ନିଜର ପ୍ରାଣ ରକ୍ଷା କଲା। କିନ୍ତୁ ସେ ଘରକୁ ଫେରିବା ସମୟରେ ନିର୍ବୁଦ୍ଧିଆ ସାଙ୍ଗ 3 ଜଣଙ୍କ କଥା ମନେ ପକାଇ ଖୁବ୍ ଦୁଃଖ କଲା। କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।